ଉଦ୍ୟାନ କୃଷି ବିଭାଗ ତରଫରୁ ଶୁକ୍ରବାର ଦିନ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଯୋଜନା ମାଧ୍ୟମରେ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କଅଁର, ସାଂସଦ ପ୍ରତିନିଧି ଜିତେନ୍ଦ୍ର ଡାକୁଆ, ବିଧାୟକ ପ୍ରତିନିଧି ସାରଙ୍ଗଧର କଅଁର, ଟିକାବାଲି, କଇଁଝର, ବୁର୍ବିନାଜୁ, ଗାରଡିଙ୍ଗିଆ, ପିକରଡ଼ି, ଗୁଟୁଙ୍ଗିଆ ଓ ପାଡାଙ୍ଗିର ସରପଞ୍ଚ ସମେତ ଫୁଲବାଣୀ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁମିତ୍ରା ହେମ୍ବ୍ରମ, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡକ୍ଟର କିରଣ କୁମାର ମହାପାତ୍ର, କଳିଙ୍ଗା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ସ୍ୱଦେଶ କୁମାର ଚୌଧୁରୀ ଓ ଟିକାବାଲି କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା 100ରୁ ଉର୍ଦ୍ଧ୍ୱ ଚାଷୀ ଅଂଶଗ୍ରହଣ କରିଥିଲେ। ଛତୁ ଚାଷ, ପଣସ ଚାଷ, ପନିପରିବା ଚାଷ, ମସଲା ଓ ଫୁଲ ଚାଷ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ୟାନ କୃଷି ଅଧିକାରୀ ରାଜେଶ ବିଶ୍ୱାଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିକାବାଲି ଉଦ୍ୟାନ କୃଷି ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସୌଦାମିନୀ ସାହୁଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ।